ଯେ ଆମର ପୁଣି ଥରେ ଓଡ଼ିଆ ସିନେମା ଫେରୁଛି ଆମେ ସେଥିପାଇଁ ଗର୍ବିତ ଏବଂ ଯାହା ହଉ ଆମେ ରାକ୍ଷସୀ ଗୋଟେ ନେଗେଟିଭ ନାଟା କିନ୍ତୁ ରୋଲଟା ପଜିଟିଭ ରହିଛି ତାକୁ ନେଇ କଣ କହିବେ? ହଁ ସେଇଟା ମୁଁ ତ ଠିକରେ ବୁଝିନି ଏପର୍ଯ୍ୟନ୍ତ ରାକ୍ଷସୀ କାହିଁକି ନାଁ ଦିଆଯାଇଛି କାରଣ ମୁଁ ଏପର୍ଯ୍ୟନ୍ତ ଗପ ଜାଣିନି ଠିକରେ ଆଉ ରାକ୍ଷସୀଟା ନାଁ ହେଇଛି ଏବଂ ପଜିଟିଭ ଆକ୍ଟିଭିଟିଜ ହେଉଛି ଏତ କଥା ତେଣୁ ହେଇପାରେ ଆଜ୍ଞା ଏମିତି କ'ଣ ଅସୁବିଧା କ'ଣ ସେମିତି କ'ଣ କିଛି ଅସୁବିଧା ନାହିଁ ଆମେ ଯେଉଁ ପଦ୍ମଲୋଚନ ଯେଉଁମାନଙ୍କ ନାଁ ଦିଆଯାଏ ସେ ଯେ ନିହାତି ପଦ୍ମ ଭଳି ଆଖି ହେଇଥିବ ତା ମାନେ ସେଇଟା ବି ହେଇଥାଇପାରେ ତେଣୁ କିଏ ରାକ୍ଷସୀ ଯିଏ ସିଏ ଭଲ ବି ହେଇଥାଇପାରେ ଅସୁବିଧା କ'ଣ ଅଛି ମୋତେ ଡକାଗଲା ଏଠିକି ଅଭିନୟ କରିବା ପାଇଁ ଏ ସିନେମାରେ ମୋତେ ବୁକ୍ କରାଗଲା ବୁକ୍ କୁହାଯାଇପାରେ ଏଇଟା ଭଲ ଶୁଭୁ ନାହିଁ କିନ୍ତୁ ଯେତେବେଳେ ମୋତେ ଡକାଗଲା ଅଭିନୟ କରିବେ ବୋଲି ସେତେବେଳେ ମୁଁ ପଚାରିଥିଲି କାହାଣୀ କ'ଣ ମୋତେ ଏପର୍ଯ୍ୟନ୍ତ ବି କାହାଣୀ କୁହାଯାଇନି ଖାଲି ଗୋଟେ ଭାବପ୍ରବଣତାରେ ବଶବର୍ତ୍ତୀ ହେଇକି ଯେହେତୁ ଆମର ସିନେମା ନାହିଁ ନୂଆ ସିନେମା ସବୁ ଆରମ୍ଭ ହେଉଛି ଏଇଟା ଚାଲୁ ହଉ ଯାହା କ'ଣ ଗୋଟେ କରୁଛନ୍ତି କରିବେ ହଉ ସେଇଟା ହେଇଯାଉ ବୋଲି ମୁଁ ଗୋଟେ ସେଇ ଭାବନାରେ ହଁ ମାରିଦେଇଛି କିନ୍ତୁ ମନ ଭିତରେ ଆସୁଛି ଯେ ତାଙ୍କ ବ୍ୟବହାର ତାଙ୍କ ଚାଲିଚଳନ ତାଙ୍କର ଆରେଞ୍ଜମେଣ୍ଟ ଏଇସବୁ କଥା ଦେଖିଲେ ମୋତେ ଲାଗୁଛି ଗୋଟେ ଭଲ ଚିନ୍ତାଧାରାର ସିନେମାଟିଏ ହେଉଛି ତେଣୁ ତା ଭିତରେ ମୁଁ ଗୋଟେ ସିନିୟର ଚରିତ୍ରରେ ଥିବି ନିଶ୍ଚୟ ଆଜ୍ଞା କେତେ ଖୁସି ହୁଅନ୍ତି ଏ ପ୍ରୋଜେକ୍ଟ ନେଇକି? ନାଇଁ ନାଇଁ ମୁଁ ତ ବର୍ତ୍ତମାନ ବହୁତ ଖୁସି ଅଛି ଯେ ନୂଆ ନୂଆ କାମ ଆସୁଛି ସେଇଟା ପାଇଁ ମୁଁ ଖୁସି ଯେ ଆମର ପୁଣି ଥରେ ଓଡ଼ିଆ ସିନେମା ଫେରୁଛି ଆମେ ସେଥିପାଇଁ ଗର୍ବିତ ଏବଂ ଯାହା ହଉ ଆମେ ଅନ୍ତତଃ ଦେଖିପାରୁଛେ ଯେ ଆମ ଅବସ୍ଥା ଫେରି ଆସିଲା ପୁଣି ଆମକୁ